ଆଜ୍ଞା କୁହନି ଯୋଉ ଗରମ ହଉଛି ରହିପାରୁନାହିଁ। ଓଦା ଗାମୁଛା ପକେଇ ପିନ୍ଧା ମାନଙ୍କରେ ଛାଇ ତଳେ ପବନ ଟିକେ ବାଜୁଛି। ନା ଆଗରୁ ଏମିତି ଗରମ ଜମା ଆମେ ଦେଖି। ହେଲେ କଣ ହବ ସରକାର ସବୁ କରିଛନ୍ତି ୟାକୁ। ଏଇ ଯୋଉ ଗରମ ଉତ୍ତାପ ହାୱା ଗାଡି ଧୂଆ ବିଭିନ୍ନ ଏ ସକାଶେ ହଉଛି। ନାଇଁ ରହିପାରୁନି ସେଥିପାଇଁ ଲାଇନ କଟିଗଲାକୁ ଆମେ ଯୋଉ ବିକଳ ହେଇକି ଗାମୁଛା ଆହୁଲେଇକି ବସୁଛୁ। ବିଛଣା ନଥିଲେ ଗାମୁଛା ବି ଆହୁଲେଇକି ବସୁଛୁ। ଆଉ କଣ କରିବୁ ଓଦା ଗାମୁଛା ପକେଇ ଏଇ ପ୍ରକାର ଚଳୁଛୁ। କଣ କରିବା ବାପା ଇଏ ସଉଛି ସୂର୍ଯ୍ୟଙ୍କର ତାପରେ ସବୁ ଜଳି ଯାଉଛି ଗଛପତ୍ର ଲତା ଜଳି ଯାଉଛି। ଜଳିଗଲା ପରେ ମଧ୍ୟ ଏ ସରକାର ବେଶୀ ପ୍ରଭାବ ପକାଉନାହାନ୍ତି ଲାଇନ ଉପରେ। ଗରିବ ଲୋକ ପୁରା ଚଳିବା ପାଇଁ ଯୋଉ ଲାଇନ ଦଉଛନ୍ତି 10 ମିନିଟରେ ଅଧଘଣ୍ଟାରେ କାଟି ଦଉଛନ୍ତି। ତେଣୁକରି ଆମର ଗାଁର ଗୋଟେ ଜାଗାରେ ବସିଛି ଇଏ ଆମର ଟ୍ରାନ୍ସଫର୍ମର ବସିଛି। ସେଥିରେ କିଛି ଲୋକ ପଶି ଅଲଗା ଲୋକଙ୍କୁ ଯେଉଁମାନେ ବସ୍ତି ବାସି ତାଙ୍କୁ ଲାଇନ ଦେଉଛନ୍ତି। ତେଣୁକରି ଭୋଲ୍ଟେଜ ପାଉନି। ଗାଁର ପ୍ରାୟ ଅଧିକାଂଶ ଏସିରେ ଚଳୁଛନ୍ତି। ଗରିବ ଗୁରୁବା ଲୋକ ଆଜ୍ଞା ଗାମୁଛା ପକେଇକି ଆମେ ଚଳୁଛୁ। ମୋତେ ବର୍ତ୍ତମାନ ହେଲା 74 ବର୍ଷ ପାଖାପାଖି। ନା ଆଜ୍ଞା ଏ କଳି ଯୁଗରେ ଶେଷ ସମୟ ଆସି ପହଞ୍ଚିଲାଣି ଯେ ନିଶ୍ଚିତ ଆମେ ଜଡ଼ି ପୋଡ଼ି ପାଉଁଶ ହେଇଯିବୁ। ସରକାର ଆ ଉପରେ ଧାରଣା ଦଉନାହାନ୍ତି। ଗାଡ଼ କଣ ବୋଲି ଗୋଟେ ଭିଲେଜ ଗାଁ ତାକୁ କିନ୍ତୁ ଧାରଣା ଦଉନାହାନ୍ତି। ସେଟା ହଉଛି ବଡ ଲୋକଙ୍କର ପାୱାର। ଗଛ କାଟିବା ସେ କାଟିଲେ ତାଙ୍କର ଦୋଷ ନାହିଁ। ଗରିବ ଲୋକ ଜଣେ ଗଛ କାଟିଲେ ତା ପାଇଁ ଥାନାକୁ ଡାକି ଦିଅ ଅମକ କର ବିଭିନ୍ନ ପ୍ରକାର ତାଙ୍କୁ ଯନ୍ତ୍ରଣା ଦଉଛନ୍ତି। ତେଣୁକରି ଏ ସରକାର ଯୋଉ ଆସିଛନ୍ତି ଗରିବ ଲୋକ କଥା ଯାହା ନବୀନ ବାବୁ ବୁଝୁଥିଲେ ତାପରେ ଏ ଯୋଉ ବାବୁ ଆସିଛନ୍ତି ଇଏ କିଛି ବୁଝିବା ଉପରେ ନାହିଁ। ଆଜ୍ଞା କଣ କରିବୁ ଆଜ୍ଞା ଆମେ ଗାମୁଛା ପକେଇ ଓଦା ଗାମୁଛା ପକେଇକି ଆମର ଗୋଟେ ମଣ୍ଡପ ଅଛି ମଙ୍ଗଳା ମନ୍ଦିର ଏଇଠି ଫାଙ୍କା ଜାଗା ଟିକେ ଅଛି ଏଇଠି ଆସି ଟିକେ ଆଶ୍ରୟ ନେଇଯାଉଛୁ। ଆଜ୍ଞା ଆଜ୍ଞା ଏଇ ବହୁତ କାଳରେ ହେଇଥିଲା ଯେ ଗରମରେ ଲୋକ ହାହାକାର ପଡ଼ିଗଲା। ସେଇ ସମୟଟା ବର୍ତ୍ତମାନ ଆସିକି ପହଞ୍ଚିଛି। ତେଣୁ ଆମେ ଅନୁରୋଧ କରୁଛୁ ସରକାରଙ୍କୁ ଯେ ଫେଜ ଅଲଗା ଜାଗାକୁ ନ ଦିଆଯାଇଛି ଗାଡ଼କଣ ଉପରକୁ ତମେ ଦିଆଯାଉ। ତେଣୁକରି ଆମେ ଗରିବ ଗୁରୁବା ଲୋକ ଆମେ ବଞ୍ଚିଯିବୁ। ଏମିତି ଗରମ ହୁଏ ଆମେ କେବେ ପିଲାଦିନେ ଦେଖୁଥିଲୁ। କୋଉଠି ରହି ହଉନି ନା ବସି ହଉନି। ଆମେ ଗଛ ମୂଳେ ବସିକି ବିଛଣା ବୁଲଉଥିଲୁ। ଏବେ ଏବେ ଘରେ ରହିକିରି ବିଛଣା ବୁଲଉଛି କିଛି ମୂଲ୍ୟ ନାହିଁ। ଗାଁ ପୋଖରୀ ଥାଏ ନଦୀ ଦୁର୍ଗ ଥାଏ କିନ୍ତୁ ଏତେ ଗରମ ହଉଥିଲା ସେଠି ପଳେଇ ଯାଉଥିଲେ। ଏଠି ତ ଏବେ ତ ଗାଡ କୋଣରେ ଗଛ ଭୁବନେଶ୍ୱର ଗଛ ଦେଖାଯାଉନି। ଆଗକୁ କଣ ଭବିଷ୍ୟତ କଣ ହବ? ଭବିଷ୍ୟତ କଣ ତ ଜଳନ୍ତା ହେଇକି ମରିବେ ଆଉ କଣ ଏମିତି ଆଗରୁ କେବେ ଗରମ ଅନୁଭୂତ ହେଇଥିଲା? ଏମିତି ହଉନି ତା ତାପ ବେତେ କଣ କରିବୁ ବିକିଳିଆ ହେଇକି ବାଧ୍ୟ ହେଇକି ଚୁପଚାପ ରହୁଛୁ। ବିଛଣା ବୁଲେଇକି ବସୁଛୁ ଆଉ କଣ କରିବୁ। ନା ନା ଗରମ ତ ହଉଛି ଖରାଦିନ ତ ଗରମ ନିଶ୍ଚିତ ହବ। এই যে করেন্ট বিশেষ প্রভাব পড়ুଛି যে রাতি অধ কটুଛି। গুরুবার দিন রাতে আমি রাতি অন্ধের আইছু। এই যে করেন্ট যে সবস্টেশন ইয়ে যে সর্ট হল ছোট ছুয়া সি বি বহুত হইরাণ অনেক। যা ঘরে এসি অছি সি ভাল আরামে শোইলা। ইনভর্টর যাହାର ଅଛି ସିଏ ସବୁ ଆରାମରେ ଶୋଇଲା। ଆମେ କ'ଣ କରିବୁ? এই যে କରେଣ୍ଟ ଯୋଉ ଡିଭାଇଡ କରାହେଇଛି ବସ୍ତି ଆଗ ନା ଗାଁ ଆଗ? ଗାଁ ଡିଭାଇଡ ନ କରିକି ବସ୍ତି କାହିଁ ଦିଆଯାଇଛି କ'ଣ ପାଇଁ କି? ସେ ଯେଇକି ପଚାର ଦେବୁ ଇଲେକ୍ଟ୍ରିସିଟି ବୋର୍ଡ ମାନେ ଇଲେକ୍ଟ୍ରିସିଟି ବୋର୍ଡ ପଚାର ଦେବୁ ମାନେ ଗାଡ କ'ଣ ସବଷ୍ଟେସନ ଯୋଉ ଜୋରରେ ବସିଛି ସେଟା ବସ୍ତି କାହିଁ ଦିଆହେଇଛି? ବସ୍ତି କିଏ? ବର୍ତ୍ତମାନ ଆମେ ଅବଜେକ୍ସନ କରୁଛୁ ବସ୍ତି ଲୋକ ପାଇଁ କି ଅଲଗା କରୁ ଗାଁ ଲୋକ ପାଇଁ ଅଲଗା କରୁ।
ଏତେ ବର୍ଷ ଭିତରେ ଏମିତି ଗରମ ହବା କେବେ ଆପଣ ଅନୁଭୂତି ନା ଆମେ ଅନୁଭବ କରିନୁ କେବେ। ଏଇ 2 ବର୍ଷ ହେଲା ଆମେ ଅନୁଭବ କରୁଛୁ। 41 ଡିଗ୍ରୀ ଛୁଇଁଲାଣି। ହଁ 41ରୁ 42 ହେଲାଣି, ତଥାପି ଆମେ ଅନୁଭବ କରୁଛୁ। ଗାଁର ବୟସ୍କ ଲୋକମାନେ ରହୁଛନ୍ତି ଯେମିତିକା ଛୋଟ ଛୁଆଠୁ ନେଇକି ବୟସ୍କ ବହୁତ ବୟସ୍କ ଲୋକ ଅଛନ୍ତି। ତା ପୂର୍ବରୁ ଗୋଟେ ବାଇଟ୍ ଦେଇଛି, ଗୋଟେ ବୟସ୍କ ଲୋକ ଦେଇଛି। ଏଇ ଗରମରୁ ଯୋଉ ଲାଇନ କଟି ଯାଇଥିଲା, ସେଇ ଗୁରୁବାର ରାତିରେ ଛଟପଟ ସେ ନିଜେ ହେଇଛି, ଆମେ ନିଜେ ଦେଖିଛୁ। ସରକାର କଣ କରିବେ? ସରକାର କିଏ? ଆମକୁ ନେଇ ସରକାର ନା ସରକାର ଆମକୁ ନେଇ ସରକାର?